ପଲ୍ଲବୀ ଯେତେବେଳେ ଆଦର୍ଶ ପାଇଁ ବହୁତ ଚିନ୍ତାରେ ଥିବେ ତେଣୁ ମାୟା ପଲ୍ଲବୀକୁ କୁହନ୍ତି, ନାହିଁ ପଲ୍ଲବୀ ତୋର କିଛି ବି ଭୁଲ ନାହିଁ। କେତେ ନା ଆନନ୍ଦକୁ ଏ ବିଷୟରେ ଜଣା ପଡ଼ିଥାନ୍ତା ନା, ସେଥିପାଇଁ ନିଜକୁ ଦୋଷ ଦେଇକି ଲାଭ କିଛି ନାହିଁ। ବରଂ ଆମେ ଖୁସି ହେବା ଦରକାର। ଆନନ୍ଦର ସେନ୍ସ ଫେରି ଆସିଲା। ତୁ ଆନନ୍ଦଙ୍କ ପାଇଁ ଜମା ଆଉ ଚିନ୍ତା କରନି। ଆନନ୍ଦର ଯତ୍ନ ନେବା ଦେଖିବୁ ଆନନ୍ଦ ବହୁତ ଜଲ୍ଦି ଭଲ ହେଇଯିବେ। ଆଉ ହୁଏତ ଏସବୁ ବିଷୟରେ ଜମା ଚିନ୍ତା କରନି। ପଲ୍ଲବୀ ତୁ ଆଦର୍ଶ ଉପରେ ଟିକେ ଅଧିକ ଦେଖ। ମନେ ରଖ ପଲ୍ଲବୀ, ଆଦର୍ଶ ଯେତେବେଳେ ହସ୍କୁ ଆସିବ ସେ ସବୁଠୁ ପ୍ରଥମେ ତୋତେ ହିଁ ଦେଖିବାକୁ ଖୋଜିବ। ଆଉ ତାପରେ ଖୁବ୍ ଶୀଘ୍ର ଭଲ ହୋଇଯିବ। ଆଉ ପ୍ରଥମେ ସବୁଠୁ ବଡ଼ ହାତ ତୋରି ରହିବ। ତେଣୁ ଆଦର୍ଶ କଥା ଚିନ୍ତା କର। ପଲ୍ଲବୀ ଆନନ୍ଦ କଥା ଭୁଲିଯା। ଏପଟେ ପଲ୍ଲବୀ ଆଦର୍ଶକୁ କୁହନ୍ତି, ତମେ ତ ମୋତେ ବହୁତ ବଡ଼ ବଡ଼ କଥା କହୁଥିଲ, ସାରା ଜୀବନ ମୋ ସାଙ୍ଗରେ ସାଥୀ ହୋଇ ରହିବ। କିନ୍ତୁ ଯଦି ଏମିତି ଅଧା ରାସ୍ତାରେ ମୋତେ ଛାଡ଼ି ଚାଲିଯିବାର ଥିଲା, ତାହେଲେ କ'ଣ ପାଇଁ ମୋ ଜୀବନରେ ଆସିଲ? ଆଦର୍ଶ, ନାହିଁ ତମେ ଏମିତି ଛାଡ଼ି ଚାଲି ଯାଇପାରିବନି। ତମକୁ ପୁଣି ଥରେ ଫେରିବାକୁ ପଡ଼ିବ ମୋ ପାଇଁ। ତେବେ ଫେରନ୍ତୁ। ଆପଣମାନେ କ'ଣ ଚାହୁଁଛନ୍ତି? ପଲ୍ଲବୀ ଯାହା କହିଛନ୍ତି କ'ଣ ଠିକ୍ କହିଛନ୍ତି? କମେଣ୍ଟରେ ନିଶ୍ଚୟ ଜଣାନ୍ତୁ।